ଅକଳ୍ପନୀୟ ହେଉଛନ୍ତି ସ୍ୱୟଂ ସାଧାରଣ ଅନ୍ନ ନୈବେଦ୍ୟ ଯେତେବେଳେ ରୋଷଶାଳାରେ ବୈଷ୍ଣବାଗ୍ନିରେ ଏବଂ ଯେଉଁ ଯନ୍ତ୍ରରେ ପୂଜା ପଣ୍ଡା ମାନେ ଯେଉଁ କରୁଛନ୍ତି ବୈଷ୍ଣବାଗ୍ନିରେ ରୋଷ ହୋମ, ତାପରେ ସେଇ ଯଜ୍ଞରୁ ଯେଉଁ ଅଗ୍ନି ଯାଇକରି ପ୍ରଜ୍ୱଳିତ ହେଉଛି ରୋଷଶାଳାରେ ଚୁଲିରେ, ସେଥିରେ ଯେଉଁ ହେଉଛି ପ୍ରସାଦ ପ୍ରସ୍ତୁତି ହେଉଛି, ଯେଉଁମାନେ କରୁଛନ୍ତି ଲକ୍ଷ୍ମୀଙ୍କର ସ୍ୱୟଂ ପ୍ରତିନିଧି ସ୍ୱରୂପ ଯେଉଁ ବଡ଼ୁସୁଆର ହଉ ମହାସୁଆର ହଉ ସୁପକାର ମାନେ ଯେଉଁ କରୁଛନ୍ତି, ସେ ଯେତେବେଳେ ଛେକରେ ଆସିକିରି ମୁରୁଜରେ ବଢ଼ା ଯାଉଛି ଏବଂ ତାକୁ ଯେତେବେଳେ ଷୋଡ଼ଶୋପଚାରରେ ପୂଜା ହେଇ ଯେତେବେଳେ ଶଙ୍ଖ ପାଣି ପଡ଼ିଯାଉଛି, ସେ ସାଙ୍ଗେ ସାଙ୍ଗେ ମହମହ ବାସ୍ନା ହେଉଛି, ମହାପ୍ରସାଦରେ ପରିଣତ ହେଉଛି, ଯାହାକି ସୂର୍ଯ୍ୟଙ୍କର କିରଣରେ ଶୁଷ୍କ ହେଇ ନିର୍ମାଲ୍ୟ ଭାବରେ ଆମେ ପାଉଛେ। ସାରା ବିଶ୍ୱର ଲୋକ ଯୋଉଠିକି ଗଲେ ମଧ୍ୟ ନିର୍ମାଲ୍ୟ ପାଇପାରିବେ। ଇଏ ହେଉଛନ୍ତି ସେଇ ଅକଳ୍ପନୀୟ ଠାକୁର ପରମ ବ୍ରହ୍ମଙ୍କର ତାଙ୍କର ଆଶୀର୍ବାଦରୁ କରୁଣାରୁ ସେ ଆମକୁ ଏତେ ଭାଗ୍ୟ ଦେଇଛନ୍ତି ଯେ ଏଠି ଶ୍ରୀକ୍ଷେତ୍ରରେ ମର୍ତ୍ତ୍ୟଧାମ ବୈକୁଣ୍ଠରେ ଏଠି ରହିଛନ୍ତି। ଆଉ ଗୋଟେ କଥା କହିଛନ୍ତି, ଚୈତନ୍ୟଙ୍କର ସମସାମୟିକ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସମସାମୟିକ ଜୀବଦେବ ଗୋସ୍ୱାମୀ କହିଛନ୍ତି ଯେ ସାକ୍ଷାତ ଯୋଉଠି ପରମ ବ୍ରହ୍ମ ବାସ କରିବେ ସେ ଧାମ ହେଇଯିବ ବ୍ରହ୍ମଧାମ। ବ୍ରହ୍ମଧାମ ବୋଲି ଅଭିହିତ କରିଛନ୍ତି। ତେଣୁ ଏଠି ଆମେ ଆଚାର୍ଯ୍ୟ ଶଙ୍କରଙ୍କ ପୂର୍ବରୁ ପରଶୁରାମ ଏବଂ ଏଠି କ୍ଷେତ୍ରରେ ଶ୍ରୀବିଦ୍ୟାର ଉପାସନା କରିଥିଲେ। ଏଠି ଚାରି ପ୍ରାଚୀନ ଋଷି କଣ୍ଡୁ, ଆମର ଅଙ୍ଗିରା, ମାର୍କଣ୍ଡେୟ ଏବଂ ଭୃଗୁ, ଏ ଚାରିଜଣ ପ୍ରାଚୀନ ପୌରାଣିକ ଏବଂ ବୈଦିକ ଋଷି ଏଇଠାରେ ରହିଛନ୍ତି ଏବଂ ଜଗନ୍ନାଥ ମହାପ୍ରଭୁଙ୍କର ପରମ ବ୍ରହ୍ମଙ୍କ ସହିତ ସଂସ୍ପର୍ଶରେ ଆସିକିରି ସେ ସେଇ ଦିବ୍ୟ ସତ୍ତା ଲାଭ କରିଛନ୍ତି। ତାଙ୍କ ପୂର୍ବରୁ ଆମେ ଯଦି ଦେଖୁଛେ, ଏବେ ଯେଉଁ ସାତାସନ ମଠ ଅଛି ସେଠି 7 ଜଣ ଋଷି ଆସିକିରି ତପସ୍ୟା କରୁଥିଲେ ଏବଂ ମହାପ୍ରଭୁଙ୍କର ଉପାସନା କରୁଥିଲେ। ତାମାନେ ସେ କୋଉ ଯୁଗ କଥା। ତେଣୁ ଏଠି ଯେଉଁ କ୍ଷେତ୍ରରେ ତାଙ୍କର ଯେଉଁ ଜିନିଷ ସେ ତାକୁ ଦିବ୍ୟ ହୋଇଯାଉଛି, ଭବ୍ୟ ହୋଇଯାଉଛି ଏବଂ ସମସ୍ତଙ୍କ ନିକଟରେ ତାଙ୍କୁ ଗ୍ରହଣୀୟ ହୋଇପାରୁଛି। ଏଭଳି ଦେବତା ଆମେ ସମଗ୍ର ବିଶ୍ୱରେ ଦେଖିବା ନାହିଁ। ଆଉ ଗୋଟିଏ ତାଙ୍କର ଶେଷରେ ଗୋଟିଏ କଥା ରହିଛି ଯେ ଶାସ୍ତ୍ରରେ କୁହାଯାଇଛି, ଏ ଦାରୁ ବ୍ରହ୍ମଙ୍କୁ ଯିଏ ଦର୍ଶନ କରିବେ ସେ ଅଖଣ୍ଡ ଆନନ୍ଦ ପାଇବେ, ଖଣ୍ଡିତ ହବନି, ତାଙ୍କ ଆନନ୍ଦ ଖଣ୍ଡିତ ହବନି।